ଯୁବକଙ୍କୁ ପିଟି ପିଟି ହତ୍ୟା। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୁଡ଼ା ଗ୍ରାମର ତ୍ରିବେଣୀ ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଯେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୁଡ଼ା ଗ୍ରାମର ସ୍ୱର୍ଗତ ଶିବ ବିଶ୍ୱାଳଙ୍କ ପୁଅ ବାପି ବିଶ୍ୱାଳ ବୟସ 32 ବର୍ଷ ଗତ ଶନିବାର ଦିନ 4ଟା ସମୟରେ ଗାଁର ତ୍ରିବେଣୀ ଛକ ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ପୂର୍ବରୁ ରାଗ ରଖିଥିବା ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ସେଠାରୁ ଚାଲି ଯାଇଥିଲେ। ବାପି ଗୁରୁତର ଅବସ୍ଥାରେ ସେଠାରେ 3 ଘଣ୍ଟା ପଡ଼ି ରହିଥିଲେ। ଘଟଣାର ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ବାପିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ବାପିଙ୍କୁ କିଏ ହତ୍ୟା କଲା ତା ପୁଲିସ ତଦନ୍ତ କରୁଛି। ମୋ ଭାଇର କଣ ହେଇଛି? ଯୋଉ ପିଟି ପିଟି ମାରିଦେଲା ଆଜ୍ଞା। ପାଗଳିଆ ଲୋକ ଆଜ୍ଞା ଟିକେ ସେ ବୁଲି ଚାଲିନା ଖାଉଥିଲା। ମୁଁ ମାଡ଼ି ରୋଷେଇ କରିନା ଦଉଥିଲା କିନ୍ତୁ ଖାଉଥିଲା, କିନ୍ତୁ କିଛି ନକରି ତାକୁ ତ ଚକିକିନା ଆଜ୍ଞା ତାକୁ ମାରିଦେଲେ ଆଉ। କଣ ପାଇଁ ମାରିଲେ? ଆଜ୍ଞା କିଏ ମାରିଲେ? ଭାଇ ଯୋଉ ଛୁଟୁ ଆଉ ସୁନି ଆଉ ଟୁନା। କଣ ପାଇଁ ମାରିଲେ? କଣ ପାଇଁ ମାରିଲେ ଆଜ୍ଞା ଆଉ ନା। ତମେ ଆସି କଣ ଦେଖିଲ? ମୁଁ ଗଲା ବେଳକୁ ତାର ଦେଖିଲି ମଲା ଭଳି ଆଜ୍ଞା ପଡିଛି ଆଉ। ତାପରେ ତାକୁ ପିନ୍ଧିକିନା ତାକୁ ମାରିକିନା ତାକୁ ଫାଟିକିନା ପୁରା ପୁରା ଜୀବନ ତ ନାହିଁ ଆଉ କହିଲେ ସରା ଆଉ। ତାପରେ କୋଉଠି ନେଲ, କଣ ହେଲା? ଯୋଉ ଆଣିଲେ ଥାନା ଗାଡି ଗଲା, ସେ ଯୋଉ ଧରିକିନା ସରପଞ୍ଚ ଆମ୍ବୁଲାନ୍ସ ଯୋଉ ପୁଲିସ ସେ ବାର ଧରିକିନା ଆଇଲା। ଆଇକିନା ପ୍ରକାଶ ହେରିକା ସବୁ ଆମ୍ବୁଲାନ୍ସ ଶୁଣିଲାନି, ଆଉ ପୋଲିସ ବାଲା ଧରିକିନା ଆଇକିନା ପ୍ରକାଶ ହେରିକା କଣ ନାଁ କହିଲ? ନିରୁପମା ବିଶ୍ୱାଳ। କଣ ହେଇଛି କହିଲ? ମୋ ସ୍ୱାମୀ ଝିଅ ମର୍ଡର ହେଇଛି। କିଏ କରିଛି, କଣ ପାଇଁ କଲା, କଣ ହେଇଥିଲା? ସାର ଏଇ ଗାଁ 3 ଜଣ ଲୋକ କରିଛନ୍ତି। କିଏ? ସାର ମୋର ମୁଁ ଜାଣିପାରୁନି କଣ ପାଇଁ ମର୍ଡର କଲେ, କଣ ହେଇଥିଲା? କଣ ପାଇଁ ସାର ମୁଁ ଏ କଥା ଜାଣିନି। କେତେବେଳେ ହେଲା, କେବେ ହେଲା, କଣ ପାଇଁ ହେଲା? କାଲି ହେଇଛି ଆଜ୍ଞା। ମୁଇଁ ମୋ ବାପ ଘରେ ଥିଲି, ମୋଡି ଫୋନ କରିବାରୁ ମୁଇଁ ଆମ ଘରଠୁ ମୋ ମେଡିକାଲକୁ ଆଇଛି। ଆସି କଣ ଦେଖିଲ? ଆସି ଦେଖିଲି ମେଡିକାଲରେ ଆଡମିଟ ହେଇଛି ଆଉ। କଣ ପାଇଁ ହେଇଛି ଭାବୁଛ? ମୁଁ ଆଉ କେମିତି ଜାଣିବି ସାର। କଣ ନାଁ କହିଲେ? ମୋର ନାଁ ହଉଛି ପ୍ରକାଶ ଚନ୍ଦ୍ର ଦେହୁରୀ, ରାଣୀଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ। କଣ ହେଇଛି ଘଟଣା? ଘଟଣା ସାରେ ମୁଁ କାଲି ଘରେ ଶୋଇଥିଲି, ମୋର ଦେହ ଖରାପ। ଆମ ତ୍ରିବେଣୀ ଛକ ଠାରେ ଏଇ ଯୋଉ ଅଲଙ୍ଗା ବୋଲି କହନ୍ତି, ତା ନାଁ ହଉଛି ବାପି ବିଶ୍ୱାଳ। ଏଣୁକରି ଅଲଙ୍ଗା ଡାକୁଛନ୍ତି। ଏଣୁକରି ମତେ ଆସିଲେ ବେହେରା ଆଉ 108 ଗାଡି ଗଲା, ମତେ କହିଲେ, ଫୋନ କଲେ, କହିଲେ ଆଉ ଟିକେ ଆସନ୍ତୁ ଆପଣ ଏଠିକି। ମୁଁ ଗଲି, ଦେଖିଲି ଯେ ସେ ଏବେ ଆଖପାଖ ହେଇପାରୁନି, ହଲଚଲ ନାହିଁ, ମାଡର ଜୋର ପୁରା ମାଡ ହେଇ ସେ ମେଡିକାଲକୁ ଆଣିଲେ। ମେଡିକାଲ ଆଣିଲା ପରେ ବି ଆମେ ଆସିଲୁ ସାଙ୍ଗରେ, ଆସିଲା ପରେ ଆଡମିସନ କରିକିନି 9:33 ଟାଇମରେ ଆମେ ଏଠୁ ବାହାରିକିନି ଗଲା ପରେ ଘରଠିକି ଯାଇଛୁ। ତାଙ୍କ ଶଳା ସାଙ୍ଗରେ ବି ପରାମର୍ଶ କଲୁ, ତାଙ୍କ ସ୍ତ୍ରୀ ବାହାରେ ଥିଲେ, ତାଙ୍କୁ ଡକେଇକିନି ଟିକେ ଆସିଲା ବେଳୁ ମେଡିକାଲ ଠିକି ସେ ବି ରହିଲେ। ଆମେ କହିଲୁ ଠିକ ଅଛି, ଆପଣ ରୁହନ୍ତୁ, ଆମେ ଯାଉଛୁ, ସକାଳୁ ସକାଳୁ ଆସିବୁ। ତାପରେ 10ଟା ପାଖାପାଖି ହେଇଥିବ ଆଜ୍ଞା, ଆନୁମାନିକ 10ଟା ଟାଇମ ବା 10ଟା 10-15 ହେଇପାରେ, ତାଙ୍କ ଶଳା ପୁଣି ଫୋନ କଲେ ଯେ ଭାଇ ଡେଥ ହେଇଗଲା। ତେଣୁକରି ପୁଣି ସାଙ୍ଗେ ସାଙ୍ଗେ ଆମେ ଆସିଲୁ, ମୁଁ ମୋ ଘରକୁ ଯାଇନି, ଆସିଲୁ। ଡେଥ ହେଇଗଲା। ଡେଥ ପରେ ବି ଆଜି ସକାଳ ପର୍ଯ୍ୟନ୍ତ ବି ଆଜି ରହିଲା ପରେ ଏ ପର୍ଯ୍ୟନ୍ତ ବି ପୋଷ୍ଟମର୍ଟମ ହେଇନି। ତେଣୁକରି ତାର କେମିତି ସୁବ୍ୟବସ୍ଥା କରାଯିବ, ତାର ପୁଅ, ତାର ସ୍ତ୍ରୀ ଗୋଟିଏ ଅଛି, ଏହାର ବିଚାର କରି ତା ହଉଛି ଆମର ମିଡିଆ ଭାଇ ମାନଙ୍କୁ ବା ଆମର କାରଣ ସେ ତାର ସାରା ଆଗରୁ କଣ ଗଣ୍ଡଗୋଳ ତାଙ୍କର ଅଛି, ଏଇଟା ମୁଁ କହିପାରିବିନି ସାର୍। ସେ ଟିକେ ହାଫ୍ ମାଇଣ୍ଡ ବାଲା ଟିକେ, ତେଣୁକରି ଏ ଯୋଉ ପ୍ରକାର ଏଇଟା ଠିକ ହେଲାନି। ତେଣୁକରି ଯାହା ହେଲା ହେଲା, ତେଣୁକରି ୟାର ଟିକେ ବିଚାର କରନ୍ତି ଆପଣ, ଯାହା ମିଡିଆ ଭାଇ ମାନଙ୍କୁ ଆମେ ଜଣେଇଲୁ। ଅନ୍ୟମାନଙ୍କ ସହିତ ସାର୍ ମୁଁ ନଥିଲି ସାର୍, ତେଣୁକରି ମୁଁ ଥିଲେ ମୁଁ କହିଥାନ୍ତି, ମୁଁ ନଥିଲି। ତେଣୁକରି ସେ ଯେତେବେଳେ ଗଲା ପରେ ଆମର ପୋଲିସ ଯୋଉ ବାଇରାଉ ପହଞ୍ଚିଲା ପରେ ମୁଁ ସେଠିକି ପହଞ୍ଚିଲି ଆଜ୍ଞା।